ଲେଖାଯିବ ଏଇସବୁ ମୁଁ ବତେଇବି। ଠିକ୍ ଅଛି। ଦେଖ ଲେଖାଯାଇଛି ଯେ ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥାଉ। ସମସ୍ତ ପ୍ରକାର ଖାଦ୍ୟ ଉପଯୁକ୍ତ ପରିମାଣରେ ନ ଖାଇଲେ ଆମ ଶରୀରରେ ଖାଦ୍ୟସାର ଅଭାବ ହେବ। ଏହା ଆମକୁ ରୋଗାକ୍ରାନ୍ତ କରାଇବ। ଏହି ରୋଗ ଗୁଡ଼ିକ ଆମେ ଖାଦ୍ୟ ଅଭାବଜନିତ ରୋଗ ବା ଅପୁଷ୍ଟି ରୋଗ ବୋଲି କହିଥାଉ। ଆମ ଖାଦ୍ୟର ମୁଖ୍ୟ ଉପାଦାନ ଶ୍ଵେତସାର ଓ ପୁଷ୍ଟିସାର ଅଭାବ ହେଲେ ଆମକୁ କେଉଁ ସବୁ ରୋଗ ହୋଇଥାଉ। ଆସ ଜାଣିବା ଖାଦ୍ୟସାର ରୋଗର ନାମ, ରୋଗର ଲକ୍ଷଣ ନାମ। ପୁଷ୍ଟିସାର ପୁଷ୍ଟିସାର ଦେଖନ୍ତୁ ଶିଶୁ ଗୋଡ଼ ହାତ ଓ ମୁହଁ ଫୁଲିଯାଏ, ଚର୍ମ ଶୁଖିଲା ଦେଖାଯାଏ, ଚର୍ମରେ ଘା ହୁଏ, ମୁଣ୍ଡ ବାଳ ପହରା ଦେଖା ହୋଇଯାଏ ଏବଂ ବାଳକୁ ଡରୁ ଉପୁଡ଼ିଯାଏ। ହେଲା ପୁଷ୍ଟିସାର ଗଲା। କେଶୁରମର ପୁଷ୍ଟିସାର ଗଲା। ଏବେ ଶ୍ଵେତସାରର ଦେଖିବା। ଶ୍ଵେତସାର ଓ ପୁଷ୍ଟିସାର ପଢ଼ିବା ଆଜି। ଶ୍ଵେତସାର ପୁଷ୍ଟିସାର ପଢ଼ିବା ଆଜି। ଶ୍ଵେତସାର ମାରାତ୍ମକ କି ରୋଗର ଡରିଙ୍କ ଗୋଡ଼ ଓ ହାତ ସରୁ ହୋଇଯାଏ, ଉଚ୍ଚତା ବଢ଼ିପାରେ ନାହିଁ, ବହୁତ ଭୋକ ଲାଗେ। ତୁମେ ଶ୍ଵେତସାର ଜାଣିଲ। ତୁମେ ଜାଣିଛ କି ଶ୍ଵେତସାର ଓ ପୁଷ୍ଟିସାର ଥିବା ଖାଦ୍ୟ ଆବଶ୍ୟକ ପରିମାଣରେ ଖାଇଲେ ପୁଷ୍ଟିସାର ରୋଗ ହୁଏ ନାହିଁ। ବିଭିନ୍ନ ପ୍ରକାର ଖାଦ୍ୟରୁ ବିଭିନ୍ନ ପ୍ରକାର ଭିଟାମିନ୍ ମିଳିଥାଏ। ଏହା ଆମ ଶରୀର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ବିଭିନ୍ନ ପ୍ରକାର ଭିଟାମିନ୍ ଅଭାବରୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ପୁଷ୍ଟିସାର ଦେଖନ୍ତୁ ଭାଇ ସାର୍, ଦେଖନ୍ତୁ କୋଉଭଳିଆ ରଖିଛି। ମାନେ ହେଲା ତମ ଯୋଉ ବୁଢ଼ା ଲୋକ ନ ଖାଇଲେ ସବୁ ଏକୁ ହେଇଯାଏ, ପେଟଳ ଭୋକ ଲାଗେ, ସବୁ ହେଇଯାଏ। ହେଲେ ପୁଷ୍ଟିସାର ଗଲା। ପୁଷ୍ଟିସାର ଅପପୁଷ୍ଟିସାର ଗଲା। ଦେଖ ABCD ଲେଖା ହେଇଛି। ମାନେ କ'ଣ? ଏର ଅନ୍ଧାର କାରଣ ଶୁଖିଲା ଚର୍ମ। ଦେଖ ଚର୍ମ ଶୁଖିଲା ଦେଖାଯିବ, ଅନ୍ଧାରରେ ଦୃଷ୍ଟି ଦେଖି ନ ପାରିବା, ବିଭିନ୍ନ ସ୍ଥାନକୁ ଯିବା। ବିଭିନ୍ନ ସ୍ଥାନକୁ ଯିବା। ଏଇ ସବୁ ଦେଖୁନ ନା, ଏଇ ସବୁ ଏକୁ ବୁଝିଲ। ଦେଖନ୍ତୁ ଆଉ ଦେଖାଉଛି କି ଭାଇ ସାର୍, ଆଉ ଗୋଟେ ଦେଖେଇ ଦଉଛି ସାର୍, ଆଉ ଗୋଟେ ଦେଖେଇ ଦଉଛି ଶ୍ଵେତସାର ରୋଗ। ଦେଖିଲ? ଏରା ଦେଖ
ଦଶ ଅଧ୍ୟାୟ। ବୁଝିଲ ପିଲେ? ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ରଥ ଆସୁଛି, ତମେ ଯିବ ରଥକୁ। ମୁଁ ହେଲା ସାଇ ସୁମନ ସାହୁ। ଜୁଆର ସମସ୍ତଙ୍କ ପାଇଁ। ଜୟ ଜଗନ୍ନାଥ ପ୍ରଭୁ।